ଠାକୁର ତ ପଡ଼ିଗଲେ ଆମେ ତ ଦେଖୁଛୁ ଭିଡ଼ ଭିତରେ ସେବାୟତ ମାନେ ନେଇକି ଆସୁଛନ୍ତି। ସେଟା ତ ଠିକ୍, ସେଟା ସରକାର ଯାହା ସରକାର ନିୟମ ଅନୁସାରେ ସେମାନେ କାମ କରୁଛନ୍ତି। ସରକାର କହୁଛନ୍ତି 5 ଜଣ, ସେ ଜାଗାରେ ସେ 50 ଜଣ ଚଢ଼ୁଛନ୍ତି, ଯାହାଫଳରେ ଆଜି ଏ ଅସୁବିଧାଟା ହେଲା। ଆଉ ତାକୁ ଆମେ କ'ଣ କହିବା, ସେଟା ସରକାର ହାତର କଥା, ସରକାର ଯାହା କହିବେ। ସେବାୟତ ମାନେ ଅତ୍ୟଧିକ ସେବାୟତ ହେବାରୁ ଆଜି ଏ ଜିନିଷଟା ହେଲା। କମେଇଦେଲେ ହଁ ନିଶ୍ଚିତ ଭଲ ହେବ, ଠାକୁର ଆରାମସେ ଆସିଥାନ୍ତେ, ଦଳା ଚକଟା ହେଇନଥାନ୍ତେ କି ଲୋକ ଠାକୁର ଆଜି ପଡ଼ିନଥାନ୍ତେ। এটা ঠিক কথা, কিন্তু এতে কষ্ট হচ্ছে নিশ্চিত। ঠাকুর আমি ঠাকুর মানুষজন ঠাকুর বলি না, আমি কাই কষ্ট ন হচ্ছে। ঠাকুর পড়লে মানে আমি কষ্ট হব, ঠাকুর কষ্ট আমি কষ্ট হব, যে যে বি শুণবে জিনিসটা সমস্ত কষ্ট হব। এটা বহুত ঠিক কথা নয়। কিন্তু সেটা যেটা হল বহুত দুঃখদ ঘটনা, কাহার দোষ কিছু এইভাবে না তর্জমা হলে জনা পড়ব। তাপরে সি হচ্ছে যে কি বড় ভাই, আপনার টিকে কেয়ারফুলি তাকে নেবেন, সেটা তো সত কথা। সেবাୟତଙ୍କର କିଛି ଭୁଲ ଅଛି, ନିଶ୍ଚିନ୍ତ ଭୁଲ ଅଛି। ତାଙ୍କ ସେବାରେ କିଛି ଅନିୟମତା ହେଇଛି, ତେଣୁ ପାଇଁ ଏମିତି ପରିସ୍ଥିତି ହେଇଛି। ବଡ଼ ଠାକୁରଙ୍କର ଏମିତି ହେଇଛି। ନିଶ୍ଚିନ୍ତ ବଡ଼ ଠାକୁର ଦୁଃଖ କେମିତି ଲାଗିବନି? ପକେଇ ଦିଅନ୍ତୁ, କିନ୍ତୁ ବଡ଼ ଭାଇ ସେ ରାଗି ନିଶ୍ଚିନ୍ତ ନିଶ୍ଚିନ୍ତ ପ୍ରଭାବ ରହିବ। ତାର ଯେଉଁ ଆମର ମାଳିକା ହିସାବରେ ଯେଉଁ ବିଧିବିଧାନ ଅଛି ତାକୁ କରିବା ପାଇଁ ପଡ଼ିବ। ନିଶ୍ଚିନ୍ତ ଦେଖୁନାହାନ୍ତି ଆପଣ ପୂର୍ବରୁ ଦେଖ, ଯେଉଁ ମାଳିକା ଯାହା ସବୁ କରିଛି ଲେଖା ହେଇଛି ସବୁ ଗୁଡ଼ା ଆସି ନିଶ୍ଚିନ୍ତ ତାର ବିଧିବିଧାନ ଉପକାର କରିବା ପାଇଁ ପଡ଼ିବ। ମାନେ ଯେଉଁ କାଲି ରଥ ଉପରେ ଯେଉଁ ଘଟଣା ଘଟିଲା, ମାନେ ବଡ଼ ଭାଇଙ୍କୁ ଜାଣିନାହିଁ ମୁଁ ସେ ଆଉ ଥରେ ପ୍ରତିଜ୍ଞା ନେବା ସେଇଠି। ଆଚ୍ଛା ସାର୍, ଯେଉଁ କାଲି ବଡ଼ ଭାଇଙ୍କୁ ରଥ ଉପରେ ଯେଉଁଭଳି ଭାବରେ କେୟାରଲେସ୍ ଭଳିଆ ସେବାୟତ ମାନେ ଧରିଥିଲେ, ଯାହାର ଅଘଟଣ ଘଟିଲା, ମୁଁ ସମ୍ପୂର୍ଣ୍ଣ ଉପରେ ଦେଖିନି। ଆମେ ଆସିଲୁ ସକାଳେ ଆସିଲୁ, କିନ୍ତୁ ସନ୍ଧ୍ୟାବେଳକୁ ଏମିତିଆ ଘଟଣା ହେଇଛି। ତ ଏ ଘଟଣା ମାନେ କ'ଣ କହିବେ? ଆପଣଙ୍କ ମନ ଦୁଃଖ ଦୁଃଖ ହେବନି? ଠାକୁରଟା ଲୋକ ସିଏ ପଡ଼ି ଯାଉଛନ୍ତି, ଆମେ ତାଙ୍କ ଆଗରେ କ'ଣ ଭୁଲ ମାନେ ଦଇତା ପଣାକର। ତ ସେମାନେ କାହିଁକି ଏତେ ସଂଖ୍ୟା ଚଢୁଛନ୍ତି? ମାନେ ଲୋକ ପୁରା ଯେତେ ଫୁଲ ହେଇଯାଉଛନ୍ତି, ତାଙ୍କର ହେଲାଣି ଛୁଆର ଜାତି ଗୁଡ଼ା ଅଧିକା ନୁହେଁ କି, ସେ ଚଢ଼ି ଯାଉଛନ୍ତି ତାପରେ। ଆଉ କ'ଣ ଏଗୁଡ଼ା ତ ଭଲ କାମ ନାଇଁ, ଭଲ କାମ ନୁହେଁ। ଆଜି କ'ଣ କହିବେ, ଯେଉଁ ଠାକୁରଙ୍କୁ ଯେଉଁ କାଲି ସେବାୟତ ମାନେ ଝୁଙ୍କେଇ ଦେଲେ, ପକେଇ ଦେଲେ, ଆପଣ ଦେଖିଛନ୍ତି? ଦେଖିନି, ମିଛ କାହିଁକି? ଆପଣଙ୍କୁ ଭଲ ଲାଗିଲା? ସେଇଟା କାହାରିକି ଭଲ ଲାଗିବ? ଆମ କହିଲା ବେଳେ ଆମର ସିଏ ହେଉଛନ୍ତି ବଡ଼ ଇଏ, ତଳେ ପଡ଼ିଗଲେ ଆମକୁ ଭଲ ଲାଗିବ? ସେବାୟତ ମାନେ ଏମିତି କାହିଁ ହେଉଛି? ସେଟା ତ ତାଙ୍କ ଭଗବାନ ତାକୁ ଯାହା ବୁଦ୍ଧି ଦେଉଥିବେ। ଓଡ଼ିଶା ଉପରେ କିଛି ବିପତ୍ତି ଅଛି? ଅଛି, ନାହିଁ ବୋଲି ମହାପ୍ରଭୁ ଭଳିଆ ଲୋକ ସିଏ ଯେଉଁଠି ତଳେ ପଡ଼ିଲେ ଆମେ କ'ଣ? ଆମେ ସୁଦୁ ଛାର, ଆମେ କ'ଣ ତାଙ୍କ ଉପରେ? କିଏ କିଏ କ'ଣ ଅନିଷ୍ଟ କରିଥିବ? ସେବାୟତଙ୍କର ଭୁଲ। ଆମର ଏ ଲୋକ ଯାଇଥିଲେ ଓଡ଼ିଶାରୁ ବାହାରୁ କ'ଣ ପାଇଁ? ଠାକୁରକୁ ଭିଡ଼ିବା ପାଇଁ। ଏମାନେ ଭୁଲ କରିବା ହେତୁ ଠାକୁର ଭଳିଆ ଲୋକ ପଇଲେ, ଏମାନେ ଏମିତି ମରିବେ। ଓଡ଼ିଶାକୁ ବିପଦ ନିହାତି ପଡ଼ୁଛି। ଏ ସେବାୟତ ମାନେ ଯଦି ନିଜେ ନିଜେ ଭିଡ଼ିବେ କରିବେ, ଏମାନେ ଆମେ କ'ଣ ପାଇଁ ଯାଇଛୁ ଦୌଡ଼ିକି? ଠାକୁରଙ୍କୁ ଆମେ ଦର୍ଶନ କରି ବୋଲି ଯାଇଛୁ। ତମେ ଯଦି ନିଜେ ଭିଡ଼ିବ, ଠାକୁରଙ୍କୁ ଇଏ କରିବ, ଆମେ କ'ଣ ପାଇଁ ପରିଶ୍ରମ କରିକି ଯାଇଛୁ? ସେଇ ଲାଗି ହିଁ ନିହାତି ଠାକୁରଙ୍କର ଦୋଷ ନାହିଁ, ସବୁ ସେବାୟତଙ୍କର ଅନ୍ୟାୟ ହେଲା ନା ମାଗଣା ହେଲା, ଅନ୍ୟାୟ ହେବାରୁ ଇଏ ହେଇଛି। ସମସ୍ତେ କ'ଣ ଚାର ବିଚାର କରୁଛନ୍ତି? ଏଇଆ ହେଉଛି ଘଟଣା, ଆଉ କ'ଣ?